ମୁଁ ଅନୁରୋଧ କରୁଛି ଆର୍ଆଇ ମହାସଂଘ ଆପଣଙ୍କୁ ହାତ ଯୋଡୁଛି ମୋ ବିରୁଦ୍ଧରେ ଆପଣ ଯାଆନ୍ତୁନି। ମୁଁ ସୁଭା ଦାସ, ବାପା ନା ସର୍ବେଶ୍ୱର ଦାସ, ସାର୍ ଜଗନ୍ନାଥପୁର। ମୋ ଶ୍ୱଶୁର ଘର ବେଗୁନିଆ ଦାସ ସାହି। ମୋ ଶ୍ୱଶୁର ନାଁ ହେଲା ଗଙ୍ଗାଧର, ତାଙ୍କ ବାପା ନାଁ ହେଲା ହେଉଛି ଦୈତାରୀ ଦାସ, ଆଉ ମୋ ଶଳା ନାଁ ହେଲା ଦେବେନ୍ଦ୍ର ଦାସ। ସେ ଚାରି ଭଉଣୀ ମୋ ଶ୍ୱଶୁର ମରିଯିବାରୁ ଚାରି ଭଉଣୀର ନାଁ ଦି ଜଣଙ୍କ ନାଁ କାଟିକି ଦି ଜଣ ନାଁ ପୂରେଇକି ପଟ୍ଟା କରି ନେଇଯିବାରୁ ମୋ ଶଳା ମୁଁ ତହସିଲଦାରଙ୍କ କତିର ହାତ ଯୋଡ଼ି ଦରଖାସ୍ତ ଦେଲି। ତାଙ୍କୁ ଅନୁରୋଧ କଲି ଯେ ମୋ ସ୍ତ୍ରୀ ନାଁ ମୋ ଶାଳୀ ନାଁ କାହିଁ କଟା ହେଇଛି। ସେ କହିଲେ ଯେ ଆର୍ଆଇ ତାପସ ବାବୁଙ୍କୁ ଅନୁରୋଧ କଲେ ଯେ ଆପଣ ତାଙ୍କ ସ୍ତ୍ରୀ ନାଁ ଇଏ କରି ଯୋଡ଼ିଦେବେ। ମୋତେ କହିଲେ, ତାପସ ବାବୁ କହିଲେ ମୋତେ ତମ ଶଳା ଭିଣେଇ କଥା କ'ଣ ହେଇଛି ବୁଝିଦେବା, ସୁଭାଷକୁ ଆସ। ମୁଁ 4-5 ଥର ଗଲି ତାଙ୍କ କତି। ଗଲା ପରେ ସେ ଆଜିକାଲି କହିକି ମୋତେ 5 ଦିନ ଭୁଲେଇଲା ପରେ ତାଙ୍କ ଅଫିସକି ମୁଁ ଗଲା ପରେ ତାଙ୍କୁ ରିକ୍ୱେଷ୍ଟ କଲି ଯେ ତାପସ ବାବୁ ମୋ ସ୍ତ୍ରୀ ନାଁ ଯୋଡ଼ି ଦିଅନ୍ତୁ। 4-5 ଥର ସେଠି ବୁଲିକି କହିଲି, ଏଠି ଗଲି ତାଙ୍କ ତଥାପି କହିଲି ମୁଁ ନହେଲେ ପାଉତି କାଟି ଦିଅନ୍ତୁ, ହେଉଛି ଯେଉଁ ଜମି ଅଛି ମୋ ଶ୍ୱଶୁର ନାଁରେ ପାଉତି କାଟି ଦିଅନ୍ତୁ। ମୋତେ କହିଲା ନା ତୋ ସ୍ତ୍ରୀ ଆସି କାଟିବ, ତୁ କାଟି ପାରିବୁନି। ମୁଁ ଆଉ ପଟ୍ଟା ଆଣ, ପଟ୍ଟା ତ ଅଛି ମୋ ଶଳା ପାଖରେ, ମୁଁ କେଉଁଠି ପଟ୍ଟା ଆଣିବି। ମୋତେ ଇଏ କରିବାରୁ ମୁଁ ଠିଆ ହେଇ ଅନୁରୋଧ କରି ବହୁତ ସମୟ ଠିଆ ହେଇ ରହିଲି। ମୋତେ କହୁଛି ଶଳା ଗୁଖା, ଶଳା ତାଙ୍କ ଆଦତ ଏଇଆ। ଏତେ ମୋ ରାଗ ଚିଡ଼ିଲା, ମୁଁ ସାରା ହାତ ଉଠେଇଦେଲି। ଆଉ ମୁଁ ଆର୍ଆଇ ମହାସଂଘକୁ ଅନୁରୋଧ କରୁଛି, ଆପଣ ଆର୍ଆଇ ମହାଶୟ କେଉଁଠି କେମିତି ନୁହେଁ, ତାପସ ବାବୁ ବହୁତ ଲାଞ୍ଚ ନେଇକି ଆପଣ ଆର୍ଆଇ ମାନଙ୍କୁ ବଦନାମ କରିବା ପାଇଁ ଚାହୁଁଛି। ମୁଁ ଅନୁରୋଧ କରୁଛି ଆର୍ଆଇ ମହାସଂଘ ଆପଣଙ୍କୁ ହାତ ଯୋଡୁଛି, ମୋ ବିରୁଦ୍ଧରେ ଆପଣ ଯାଆନ୍ତୁନି। ମୁଁ ଯଦି ଭୁଲ କରିଛି ଆପଣ କ୍ଷମା କରିଦେବେ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।